ସେ ଜଗନ୍ନାଥ, ଜଗତର ନାଥ ଜଗନ୍ନାଥ। ସେ ସେହି ଜଗନ୍ନାଥ ଯିଏକି ଦ୍ୱାପର ଯୁଗରେ ଭାରତ ଯୁଦ୍ଧରେ ଯୁଦ୍ଧ ଭୂମିରେ ଛିଡ଼ା ହୋଇ ଅର୍ଜୁନକୁ ଗୀତା ସାର ଶୁଣେଇଥିଲେ। ସେ ସେହି ଜଗନ୍ନାଥ ଯିଏକି ଯୁଗେ ଯୁଗେ ଅବତାର ନେଇ ଏ ଧରାପୃଷ୍ଠରୁ ଅଧର୍ମର ବିନାଶ କରିଥିଲେ ଏବଂ ଧର୍ମ ସଂସ୍ଥାପନା କରିଥିଲେ। ସେ ପୁଣି ଆସିବେ କଳ୍କି ଅବତାର ନେଇ ମ୍ଲେଚ୍ଛ ସଂହାର ପାଇଁ। ସେ ସେହି ଜଗନ୍ନାଥ ଯିଏକି ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱିତୀୟା ଦିନ ଭାଇ ଭଉଣୀକୁ ସାଙ୍ଗରେ ନେଇ ରଥାରୂଢ଼ ହୋଇ ଲକ୍ଷ ଲକ୍ଷ ଭକ୍ତ ମେଳରେ ଚହଳ ପକାଇ ମାଉସୀ ଘରକୁ ବୁଲିବାକୁ ଯାଆନ୍ତି। ସେ ଚର୍ମ ଚକ୍ଷୁରେ ହୁଏତ ପୂର୍ଣ୍ଣ ନୁହେଁ, ଗୋଟେ ଅଧା ଗଢ଼ା କାଠର କଣ୍ଢେଇ, ତଥାପି ସେ ପୂର୍ଣ୍ଣ, ସବୁ କଳାର ଅଧିକାରୀ, ସବୁ କଳାରେ ପରିପୂର୍ଣ୍ଣ। ସେ ଅଧା ଘୋଡ଼ା ରୂପରେ ବି ଅନେକ ରହସ୍ୟ ଲୁଚି ରହିଛି, କାହିଁକି ନା ସେ ନିଜେ ଗୋଟେ ରହସ୍ୟ। ଆଉ ଆଜିର ଏ ମଣିଷ ସମାଜ ଏ ଗୂଢ଼ ରହସ୍ୟକୁ ବୁଝିବେ କେମିତି? ଆଧୁନିକତାର ଅଞ୍ଜନ ଆଖିରେ ବୋଳି ଆଜି ଅନ୍ଧ ହୋଇଯାଇଛନ୍ତି। ଜଗନ୍ନାଥ ଏବଂ ରଥଯାତ୍ରାକୁ ନେଇ ଅନେକ ପ୍ରଶ୍ନର ପାଚେରୀ ଠିଆ କରିସାରିଛନ୍ତି। କିନ୍ତୁ ଯେଉଁ ଆଧୁନିକତା ଏବଂ ବିଜ୍ଞାନକୁ ନେଇ ଭଗବାନଙ୍କ ଅବଦାନକୁ ଭୁଲି ଯାଇଛନ୍ତି, ସେମାନେ ଜାଣିବା ଦରକାର ଯେ ବିଜ୍ଞାନ ହେଉଛି ତାଙ୍କରି ଦାନ। ଯେଉଁଠି ବିଜ୍ଞାନ ହାର ମାନେ ସେଇଠୁ ଆରମ୍ଭ ହୁଏ ଆମ କଳା ଠାକୁରଙ୍କ ଖେଳ। କାହିଁକି ନା ସେ ଅବିନାଶୀ, ସେ ସାକାର, ସେ ନିରାକାର।